ପିଲାମାନେ ଆମେ ଆଜି ଏକ ଭିନ୍ନ ତଥା ନୂଆ ବିଷୟବସ୍ତୁ ଉପରେ ଆଲୋକପାତ କରିବା। ଏହା ତୁମର ପାଠ୍ୟପୁସ୍ତକରୁ ଭିନ୍ନ ଅଟେ। ନୂତନ ବିଷୟବସ୍ତୁଟି ହେଉଛି ବିଲୁପ୍ତ ଜୀବଜନ୍ତୁ ଓ ଲୁପ୍ତପ୍ରାୟ ଜୀବଜନ୍ତୁ। ବିଲୁପ୍ତ ଜୀବଜନ୍ତୁ। ପ୍ରାଚୀନ ବିଶ୍ୱରେ ଏପରି କେତେକ ଜୀବଜନ୍ତୁ ଥିଲେ ଯେଉଁମାନେ ସମୟର ପରିବର୍ତ୍ତନ ସହିତ ବିଲୁପ୍ତ ହୋଇଗଲେ। ଏମାନଙ୍କ ବିଲୁପ୍ତିର କାରଣ ଜଳବାୟୁ ପରିବର୍ତ୍ତନ ଏବଂ ମନୁଷ୍ୟର ଶିକାର ମନୋବୃତ୍ତି। ସେହି ବିଲୁପ୍ତ ଜୀବଜନ୍ତୁ ମଧ୍ୟରୁ କେତେକ ନିମ୍ନରେ ଆଲୋଚନା କରିବା। ପ୍ରଥମେ ଲୋମଶ ହାତୀ। ଲୋମଶ ହାତୀ ଏକ ବିଶାଳ ସ୍ତନ୍ୟପାୟୀ ପ୍ରାଣୀ। ଏହାର ଶରୀର ହାତୀ ଭଳି ଏବଂ ଲୋମଯୁକ୍ତ। ଏହାର ଦାନ୍ତଗୁଡ଼ିକ ଲମ୍ବା ଓ ବକ୍ରାକାର ଏବଂ ଏହାର ଦାନ୍ତର ଲମ୍ବ 5 ମିଟରରୁ ଅଧିକ। ଏହି ପ୍ରାଣୀର ଲମ୍ବ 4 ମିଟରରୁ ଅଧିକ ଏବଂ ଓଜନ 6 ଟନ୍ରୁ ଅଧିକା। ଏମାନଙ୍କ ପୂର୍ବପୁରୁଷ ଆଫ୍ରିକାରୁ ବାହାରି ଉତ୍ତର ୟୁରେସିଆ ଓ ଉତ୍ତର ଆମେରିକାକୁ ପଳାଇ ଆସିଥିଲେ। ବୈଜ୍ଞାନିକ ମତ ଅନୁଯାୟୀ ଏମାନେ ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ ଓ ମନୁଷ୍ୟର ଶିକାର ଯୋଗୁଁ ବିଲୁପ୍ତ ହୋଇଯାଇଛନ୍ତି। ଦ୍ୱିତୀୟରେ ଆମେ ଜାଣିବା ଡୋଡୋ ପକ୍ଷୀ। ଡୋଡୋ ଏକ ଉଡ଼ଣହୀନ ପକ୍ଷୀ। ଏହା ଭାରତ ମହାସାଗରର ମରିସସ୍ ଦ୍ୱୀପରେ ଦେଖାଯାଉଥିଲା। ଏହାର ଲମ୍ବ 1 ମିଟର ଓ ଓଜନ 10ରୁ 18 କେଜି ହୋଇଥାଏ। ଏହାର ଉଲ୍ଲେଖ କେବଳ ଚିତ୍ର ଓ ଲେଖାରୁ ମିଳିଥାଏ। ଏହା ମାଟିରୁ ପୋକ, ଖଣିଜ ଚେର, ମୂଳ ଖାଇକରି ବଞ୍ଚିଥାଏ। 1598ରେ ଡଚ୍ ନାବିକମାନେ ଏହାର ଉପସ୍ଥିତି ଉଲ୍ଲେଖ କରିଥିଲେ। ମୁଖ୍ୟତଃ 1700 ଏବଂ 1800 ଶତାବ୍ଦୀରେ ଏହି ପକ୍ଷୀର ବିଲୁପ୍ତ ହୋଇଥିଲା। ବିଲୁପ୍ତିର କାରଣ ହେଲା ନାବିକମାନଙ୍କ ଦ୍ୱାରା ଶିକାର ଏହାର ବିଲୁପ୍ତିର ମୁଖ୍ୟ କାରଣ। ତୃତୀୟରେ ଆମେ ଜାଣିବା ଟାସ୍ମାନିଆନ୍ ଉଲ୍ଫ। ଏହାର ବୈଜ୍ଞାନିକ ନାମ ଥାଲାସିନସ୍ ସାଇନୋସେଫାଲସ୍। ଏହି ମାଂସାଶୀ ପ୍ରାଣୀ ମୁଖ୍ୟତଃ ଅଷ୍ଟ୍ରେଲିଆ ଏବଂ ଟାସ୍ମାନିଆ ଦ୍ୱୀପରେ ଦେଖାଯାଉଥିଲା। ଏହି ପ୍ରାଣୀର ସାମଞ୍ଜସ୍ୟ ଅଧିକ ଗଧିଆ ସହିତ ଥିଲା, ସେଥିପାଇଁ ଏହାକୁ ଟାସ୍ମାନିଆନ୍ ଉଲ୍ଫ କୁହାଯାଉଥିଲା। ଏହାର ପେଟରେ କଙ୍ଗାରୁ ଭଳି ଥଳି ଥିଲା। 19ଶ ଶତାବ୍ଦୀରେ ଏହି ପ୍ରାଣୀ ବିଲୁପ୍ତ ହୋଇଯାଇଥିଲା। ଏମାନଙ୍କ ମୁଖ୍ୟ ଖାଦ୍ୟ ଥିଲା ପକ୍ଷୀ ଏବଂ ଛୋଟ ଛୋଟ ସ୍ତନ୍ୟପାୟୀ ପ୍ରାଣୀ। ଏହା ଏକ ରାତ୍ରିଚର ପ୍ରାଣୀ ଅଟେ। ଜଳବାୟୁ ପରିବର୍ତ୍ତନ ଓ ମନୁଷ୍ୟର ଶିକାର ମନୋବୃତ୍ତି ଯୋଗୁଁ ଏହି ପ୍ରଜାତି ବିଲୁପ୍ତ ହୋଇଯାଇଛନ୍ତି। ବର୍ତ୍ତମାନ ଆମେ ଜାଣିବା ଲୁପ୍ତପ୍ରାୟ ଜୀବଜନ୍ତୁ। ଲୁପ୍ତପ୍ରାୟ ଜୀବଜନ୍ତୁ ଗୁଡ଼ିକ କ୍ରମେ ଲୋପ ପାଇବାକୁ ଯାଉଛନ୍ତି। ପ୍ରାୟ 40,000 ପ୍ରଜାତିର ଜୀବଜନ୍ତୁଙ୍କ ସଂଖ୍ୟା କ୍ରମେ ହ୍ରାସ ପାଇ ଆସୁଛି। ଏହି ଜୀବଜନ୍ତୁମାନଙ୍କୁ ଲୁପ୍ତପ୍ରାୟ ଜୀବଜନ୍ତୁ କୁହାଯାଏ। ପ୍ରଥମେ ଜାଣିବା ବୃହତ୍ ପାଣ୍ଡା ବିଷୟରେ। ଏହା ଦେଖିବାକୁ ବହୁତ ସୁନ୍ଦର। ଦୁନିଆର ସବୁଠୁ ସୁନ୍ଦର ପ୍ରାଣୀରେ ଏହାକୁ ଗଣାଯାଏ। ଏହି ପ୍ରାଣୀ ଶାନ୍ତିପ୍ରିୟ ଓ ଏକାନ୍ତରେ ରହିବାକୁ ପସନ୍ଦ କରେ। ଏହି ପ୍ରାଣୀ ରାତ୍ରିଚର ଅଟେ, ଦିନରେ ଲୁଚି ରୁହେ। ଏହି ପ୍ରାଣୀ ନିଜର ସୀମା ତିଆରି କରେ ଓ ତା ମଧ୍ୟରେ ରୁହେ। ଅନ୍ୟ ପ୍ରାଣୀ ସହିତ ଲଢ଼େଇ କରିବାକୁ ଏହା ଜମା ପସନ୍ଦ କରେ ନାହିଁ। ଏମାନଙ୍କର ଓଜନ 300 କେଜି ପର୍ଯ୍ୟନ୍ତ ହୋଇଥାଏ। ଏହାର ପେୟ ଖାଦ୍ୟ ମିଠା ପଦାର୍ଥ ହୋଇଥାଏ। ଏହି ପ୍ରାଣୀ ମୁଖ୍ୟତଃ ଘାସକୁ ଖାଦ୍ୟ ଭାବରେ ଗ୍ରହଣ କରିଥାଏ। ପର୍ବତ ଅଞ୍ଚଳରେ ରହୁଥିବା ପାଣ୍ଡା ମୁଖ୍ୟତଃ ଶାକାହାରୀ ହୋଇଥାଏ। ଏମାନଙ୍କର ଶରୀର ଲୋମଶ ହୋଇଥାଏ, ଯାହା ତାଙ୍କୁ ଥଣ୍ଡାରୁ ରକ୍ଷା କରିଥାଏ। ଏମାନଙ୍କର ବୟସ ସୀମା 20 ବର୍ଷ ହୋଇଥାଏ। ଦ୍ୱିତୀୟରେ ଜାଣିବା ଆମେ ବେଙ୍ଗଲ ଟାଇଗର। ଏହି ପ୍ରାଣୀମାନଙ୍କର 70% ଆମ ଭାରତରେ ଦେଖାଯାଆନ୍ତି। ଅବୈଧ ଶିକାର ଯୋଗୁଁ ଏହାର ସଂଖ୍ୟା କ୍ରମେ ହ୍ରାସ ପାଇବାରେ ଲାଗିଛି। ଭାରତରେ ବର୍ତ୍ତମାନ କର୍ବେଟ୍ ଜାତୀୟ ଉଦ୍ୟାନରେ ଏହାର ସଂଖ୍ୟା ଅଧିକ। ଏହି ପ୍ରଜାତିର ପ୍ରାଣୀମାନଙ୍କ ମଧ୍ୟରୁ ଏହା ସବୁଠାରୁ ବଡ଼ ଓ ଶକ୍ତିଶାଳୀ ଅଟେ। ଏହାର ଲମ୍ବ 13 ଫୁଟ ଏବଂ ଓଜନ 300 କେଜି ହୋଇଥାଏ। ଏହାର ବୈଜ୍ଞାନିକ ନାମ ପାନ୍ଥେରା ଟାଇଗ୍ରିସ୍। ଏହି ପ୍ରାଣୀ ଏକୁଟିଆ ରହିବାକୁ ପସନ୍ଦ କରେ। ଏମାନଙ୍କର ଜୀବନକାଳ 19 ବର୍ଷ ହୋଇଥାଏ। ଏମାନଙ୍କର ଦୃଷ୍ଟି ଶକ୍ତି, ଘ୍ରାଣ ଶକ୍ତି ଓ ଅନ୍ୟ ପଶୁମାନଙ୍କ ତୁଳନାରେ ଅଧିକ। ଏହି ପ୍ରାଣୀ ତା'ର ଶିକାରକୁ ପଛପଟୁ ଶିକାର କରିଥାଏ। ଅବୈଧ ଶିକାର, ପ୍ରାଣୀମାନଙ୍କର ବାସସ୍ଥାନ ପରିବେଶ ନଷ୍ଟ ଏମାନଙ୍କର ସଂଖ୍ୟା କମିବାର ଏକ ମୁଖ୍ୟ କାରଣ। ତୃତୀୟରେ ଆମେ ଜାଣିବା ତୁଷାର ଚିତା ବା ସ୍ନୋ ଲିଓପାର୍ଡ। ଏହି ପ୍ରାଣୀ ଏସିଆର ପର୍ବତମାଳାରେ ବହୁ ମାତ୍ରାରେ ଦେଖାଯାଏ। ବର୍ତ୍ତମାନ ଏହା ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପୂର୍ବାଞ୍ଚଳ ହିମାଳୟ ଓ ପଶ୍ଚିମାଞ୍ଚଳ ହିମାଳୟରେ ଦେଖାଯାଉଛନ୍ତି। ଏମାନଙ୍କର ଓଜନ 32 କେଜି ଏବଂ ଏହାର ଲମ୍ବ ପ୍ରାୟ 2.1 ମିଟର। ଏହି ପ୍ରାଣୀ ନିଜ ଶରୀରର 3 ଗୁଣା ଓଜନର ପ୍ରାଣୀକୁ ଶିକାର କରିବାକୁ ସକ୍ଷମ ହୋଇଥାଏ। ଏହି ପ୍ରାଣୀ ମୁଖ୍ୟତଃ ରାତିରେ ଶିକାର କରିବାକୁ ପସନ୍ଦ କରିଥାଏ। ଛୋଟ ଜୀବଜନ୍ତୁ, ହରିଣ ଏହାର ମୁଖ୍ୟ ଖାଦ୍ୟ।
ଅବୈଧ ଶିକାର, ଜଳବାୟୁ ପରିବର୍ତ୍ତନ ଏବଂ ସେମାନଙ୍କ ବାସସ୍ଥାନରେ ମନୁଷ୍ୟର ହସ୍ତକ୍ଷେପ ଏମାନଙ୍କର ସଂଖ୍ୟା କ୍ରମେ ହ୍ରାସ ପାଇବାରେ ଲାଗିଛି। ଧନ୍ୟବାଦ।